ମାମା କହୁଥିଲେ ଯେ ଆଜି ଭୋରେ ମଜା କରିବା ଆଉ ଗଲା ଆସିକି କେହି ଶୁଅନି, ଆସିଲା ଆସିକି ସମସ୍ତେ ଶୋଇବ। ଜଗନ୍ନାଥଙ୍କ ସହିତ ଦେଖା କରିବୁ ଆଉ ଜଗନ୍ନାଥଙ୍କ ରଥ ଭିଡ଼ିବୁ। ରଥ ଦେଖୁଥିଲୁ, ତାପରେ ପଛରୁ କୋଉ ପିଲାଟା ଗୋଟେ ଚଢିକି ପଳେଇଲା ଆଗ, ତାପରେ ସମସ୍ତେ ପେଲାପେଲି ହେଇକି ପଳେଇଲେ ସିଆଡେ, ସବୁ ଚଢିଗଲେ। ତାପରେ ଆମେ ସମସ୍ତେ ପଶିଗଲୁ। ମୋ ମମି ମୁଁ ଯାଇକି ପିଚୁଳିରେ ତା ମୁଣ୍ଡଟା ଯୋଉ ମାଡ଼ ହେଇଗଲା, ସେଥିପାଇଁ ତା ଡେଥ୍ ହେଇଗଲା। ପଡିଗଲି, ମୋ ବାପା ପଡିଗଲେ, ମୋ ଆଈ ପଡିଗଲେ, ମୋ ଦିଦି ପଡିଗଲେ। ମୋ ଦିଦିର ବେକ ଯାଏ ଖାଲି ଥିଲା, ଆଉ ମୋର ଅଣ୍ଟା ଯାଏ, ମୋ ବାପାଙ୍କର ଅଣ୍ଟା ଯାଏ। ମୋ ଆଈ ପୁରା ମାନେ ତଳେ ପଡି ଯାଇଥିଲା, ଆଉ ମୋ ମାମା ପୁରା ମୁହଁ ମାଡିକି ତଳେ ପଡି ଯାଇଥିଲେ, ଯୋଉ 1000 ଲୋକ ତାଙ୍କ ଉପରେ ବସି ପଡିଲେ। ସେଥିପାଇଁ ତାପରେ ଆମେ ତାଙ୍କୁ ଉଠେଇକି ଆଣିଲୁ, ଆସି କେହି କିଛି ସାହାଯ୍ୟ କଲେନି। ପୋଲିସ ଯେତେ ଡାକିଲେ କେହି କିଛି ଆସିଲେନି, ଯେତେ କାନ୍ଦି ବୋବେଇକି ଡାକିଲେ କେହି କିଛି ବି କଲେ ନାହିଁ। ସେଟା ଆମେ ନେଇଗଲୁ, ଗଲା ଆସି ଡେଥ୍। କାଲି କଥା ହେଇଥିଲୁ ଯେ ଆମେ ଯିବୁ ଭଲରେ, ସମୁଦ୍ର କୂଳରେ ଗାଧେଇବୁ, ଆଉ ସମସ୍ତେ ମିଶି ମଜା କରିବୁ, ଜଗନ୍ନାଥଙ୍କ ସହିତ ଦେଖା କରିବୁ, ଆଉ ଜଗନ୍ନାଥଙ୍କ ରଥ ଭିଡ଼ିବୁ। ଏ କଥା ସବୁ ଭାବିକି ଡାଲି ଭାତ।